କହିଲେ ଦେଖି ସାଙ୍ଗମାନେ ପୋଇଟା କେଉଁ ଟାଇମ୍ରେ ବେଶୀ ଖାଇବାକୁ ଭଲ ଲାଗେ। ମୋତେ ତ ପ୍ରାୟ ନୂଆ ନୂଆ ଯେତେବେଳେ ପୋଇ ହେଇଥାଏ ସେଇ ଟାଇମ୍ରେ ଖାଇବାକୁ ଭଲ ଲାଗେ। ନହେଲେ ଏଇ କାର୍ତ୍ତିକ ମାସରେ ଯେତେବେଳେ ଥଣ୍ଡା ପଡ଼େ ପୋଇରେ କଡ଼ ହେଇଥାଏ ସେଇ ଟାଇମ୍ରେ ପୋଇଟାକୁ ବେଶୀ ଖାଇବାକୁ ଭଲ ଲାଗେ। କାହିଁକି କହିଲେ ଏଇ ପୋଇ କଡ଼ରେ ଯେକୌଣସି ତରକାରୀ କର ନା ଖାଇବାକୁ ବହୁତ ବଢ଼ିଆ ଲାଗିଥାଏ। ଆଜି ସେମିତି ଲାଡୁଲା ବାବା ଯାଇଥିଲେ ଗାଁକୁ, ଆସିଲା ବେଳେ ନେଇକି ଆସିଥିଲେ ଏମିତି କଡ଼ ହେଇଥିବା ପୋଇ। ଆଉ ଏ ପୋଇଟାକୁ ଦେଖି ମୁଁ ଖୁସି ହେଇଗଲି, କାହିଁକିନା ପ୍ରଥମ ଥର ଏ ବର୍ଷର ପ୍ରଥମ ଥର ଏ ପୋଇଟାକୁ ମୁଁ ରାନ୍ଧିବି। ସେଥିପାଇଁ ପୋଇଟାକୁ ଭଲ ଭାବରେ କାଟିଦେଲି। ଆଉ ତା ସହିତ ସାରୁ, ବାଇଗଣ, ଆଳୁ ତାକୁ ମଧ୍ୟ କାଟି ନେଇଛି। ଏଠି ଦେଖନ୍ତୁ ଚୁଲି ଲଗେଇକି କଡ଼େଇ ବସେଇଦେଲି, ସେଥିରେ ଅଳ୍ପ ଟିକେ ପାଣି ଦେଇକି ତା ଦେହରେ ହଳଦୀ ପକେଇଦେଲି। ପାଣିଟା ଯେମିତି ଟିକେ ଫୁଟିଲା କାଟି ରଖିଥିବା ପରିବାକୁ ପ୍ରଥମେ ପକେଇକି ଅଳ୍ପ ଟାଇମ୍ ଟିକେ ସିଝେଇ ଦେଲି। ତାପରେ ଧୋଇ ରଖିଥିବା ପୋଇ ପତ୍ରକୁ ପକେଇ ସ୍ୱାଦ ଅନୁସାରେ ଲୁଣ ପକେଇକି ତାକୁ ଟିକେ ଏପଟ ସେପଟ କରି ଘାଣ୍ଟି ଦେଇକି ସିଝେଇବା ପାଇଁ ଆମେ ଘୋଡ଼େଇ ଦେବା। ତାପରେ ଏଠି ଦେଖନ୍ତୁ 3ଟା ଶୁଖିଲା ଲଙ୍କା ଆଉ 7ରୁ 8 ପାଖୁଡ଼ା ରସୁଣକୁ ମୁଁ କେମିତି ଛେଚି ନେଇଛି। ଏଠି ଦେଖନ୍ତୁ ପୋଇ ଶାଗ ଆମର ଭଲ ଭାବରେ ସିଝିଗଲାଣି। ତାକୁ ଆଉ ଟିକେ ସମୟ ପାଣି ଶୁଖିବା ପର୍ଯ୍ୟନ୍ତ, ମାନେ ପାଣି ମରିବା ପର୍ଯ୍ୟନ୍ତ ସିଝେଇ ଦେବା। ତାପରେ ତାକୁ ଆଉ ଗୋଟେ ଜାଗାକୁ ବାହାର କରିଦେବା। ସେଇ କଡ଼େଇଟାକୁ ଧୋଇ ଆଣିକି ବସେଇଦେବା। ଆଉ ସେଇ କଡ଼େଇରେ କିଛି ସୋରିଷ ତେଲ ଦେଇକି ଗୋଟା ଜିରା, କଟା ପିଆଜ ପକେଇବା। ପିଆଜ ମଉଳିଗଲା ପରେ ଛେଚି ରଖିଥିବା ଲଙ୍କା ଆଉ ରସୁଣକୁ ପକେଇବା। ତାକୁ 2 ମିନିଟ୍ ଏପଟ ସେପଟ କରିବା। ସେଥିରୁ ଯେମିତି କଞ୍ଚା ସ୍ମେଲ୍ ଟିକେ ପଳେଇଯିବ, ଯେମିତି ପୋଡ଼ିବନି, ସେଇ ଟାଇମ୍ରେ ସିଝେଇ ରଖିଥିବା ଶାଗକୁ ଢାଳି ଦେଇକି ତାକୁ ଏପଟ ସେପଟ କଲା ପରେ ଦେଖନ୍ତୁ ରେଡ଼ି ହେଇଗଲା ଆମର ପୋଇ କଡ଼ର ଶାଗ ଭଜା, ଯେଉଁଟା ଖାଇବାକୁ ବହୁତ ବଢ଼ିଆ ଲାଗେ। ମୋତେ ତ ଏମିତି କରିକି ଅଳ୍ପ ତେଲ ମସଲାରେ ହିଁ ଖାଇବାକୁ ଭଲ ଲାଗେ। ଆପଣମାନଙ୍କୁ କେମିତି ଭଲ ଲାଗେ କମେଣ୍ଟରେ କୁହନ୍ତୁ। ଜୟ ଜଗନ୍ନାଥ।